ଆରେ ଭାଇ ଦୁନିଆ କୁଆଡ଼େ 5G ସ୍ପିଡ଼ରେ ଗତି କରୁଛି। ଆମ ଭାରତ ଡିଜିଟାଲ ହେଉଛି। ଆଉ ଆମେ ଶୁଣିଛୁ ହର ଘର ଜଲ ବସୁଧା ଯୋଜନା ଏମିତି ପାନୀୟ ଜଳ ବ୍ୟବସ୍ଥା ବହୁତ ସାରା ପ୍ରକଳ୍ପ ଅଛି। କିନ୍ତୁ ଏଇ ଗାଁଟା ମୟୂରଭଞ୍ଜର ଯୋଉଠିକି ଆଜି ବି ଆମେ ଦେଖିଲେ ଲାଗୁଛି ଯେମିତି ଏଇଟା ବିକାଶର ବହୁତ 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 ପଛରେ। ତେବେ ପ୍ରାୟ ବିକାଶ ଏପର୍ଯ୍ୟନ୍ତ ଏଠି ପହଞ୍ଚି ପାରିନି, କିନ୍ତୁ ମୁଁ ଆପଣମାନଙ୍କୁ ସବୁ ପ୍ରକୃତ ଘଟଣା ଜଣାଇବା ପାଇଁ ଆକାଶ ଆସି ପହଞ୍ଚି ଯାଇଛି ଏଠି। ଖରା ହେଉ କି ବର୍ଷା, ସକାଳ ହେଲେ ଗାଁର ମାଉସୀ ବୋହୂ ଆଉ ଭଉଣୀମାନେ କେବଳ ତାଙ୍କର ଗୋଟିଏ କାମ ଯେ ଢକେ ପିଇବା ପାଣି ପାଇଁ ଏଇ ଚୁଆ ନିକଟକୁ ଆସିବା। ଏଇ ପାଣି କେତେ ସୁରକ୍ଷିତ ଆଉ କେତେ ଯେ ବିପଦ ସେଟା ଆପଣମାନେ ଟିକେ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ମୁଁ ଏଠି କାହାକୁ ଦୋଷ ଦେବା ପାଇଁ ବା କାହା ବିରୋଧରେ କହିବା ପାଇଁ ମୁଁ ଏଠି ଆସିନି, କାରଣ ଆମ ମୟୂରଭଞ୍ଜର ଏଇ ଯେଉଁ ସରଳ ଲୋକମାନେ ତାଙ୍କର ନ୍ୟାୟ ମିଳିବା ନିହାତି ଦରକାର। କାରଣ ଏମାନେ ଯେଉଁଭଳି ପରିସ୍ଥିତିରେ ଅଛନ୍ତି ଆପଣମାନେ ଏଇ ପାଣିକୁ ଆପଣ ପିଇ ପାରିବେ ନାହିଁ। ତ ମୁଁ କେବଳ ଏଇ ଭିଡ଼ିଓ ମାଧ୍ୟମରେ ଏତିକି ଜଣାଉଛି ବା ଆମ ଭିଡ଼ିଓଟିକୁ ଏମିତି ସେୟାର କରନ୍ତୁ ଆମ ଜିଲ୍ଲାର ପ୍ରଶାସନ ଆଉ ଆମ କଲେକ୍ଟର ବାବୁ ଯିଏକି ଭାରପ୍ରାପ୍ତ ଅଛନ୍ତି, ମୁଁ ତାଙ୍କୁ ରିକ୍ୱେଷ୍ଟ କରୁଛି। ଆଉ ଏଇ ଭିଡ଼ିଓଟା ଖାସ କରି ଆମ ଉଦଳାର ସେଇ ବିଡ଼ିଓ ସାର୍ ଏବଂ ଯିଏକି ଅଛନ୍ତି ପ୍ରତିନିଧି କରୁଛନ୍ତି ପ୍ରଶାସନିକ ବିଭାଗରେ ରହିକି ତାଙ୍କୁ ସେୟାର କରିଦିଅନ୍ତୁ, ଟେକ୍ କରିଦିଅନ୍ତୁ। ଆଉ ଏଇ ଗାଁର ପ୍ରକୃତ ସତ ଘଟଣା ପୁରା ସତ୍ୟତା କ'ଣ ରହିଛି ଆଉ କ'ଣ କ'ଣ ଅସୁବିଧା ସବୁ ରହିଛି, ତ ତାର ପୁରା ଭିଡ଼ିଓ ଆଶୁକବି ଆକାଶ ଚ୍ୟାନେଲରେ ଆପଣମାନେ ବହୁତ ଶୀଘ୍ର ଦେଖିବାକୁ ପାଇବେ। ସେଥିପାଇଁ ଆପଣଙ୍କୁ କେବଳ ଖାଲି ଗୋଟେ ରିକ୍ୱେଷ୍ଟ କରୁଛି, ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣମାନଙ୍କର ସେ ସପୋର୍ଟ ହିଁ ଆମକୁ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରିବ ଆଉ ତାଙ୍କ ପାଖରେ ପହଞ୍ଚିବା ପାଇଁ ସାହସ ଦେବ। ରହୁଛି। ଜୟ ଗରାମ, ଜୟ ମୟୂରଭଞ୍ଜ।